ସାଙ୍ଗମାନେ ଜୟ ଜଗନ୍ନାଥ। ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ। ସକାଳୁ ସକାଳୁ ଇଚ୍ଛା ହେଲା ଭାଉଜଙ୍କ ସହିତ କିଛି ସମୟ କାଟିବା ପାଇଁ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ପରିବାପତ୍ର କାଟି ସାରି ଏବେ ଗୋଟଉଛନ୍ତି। ଆପଣମାନେ ଦେଖିପାରୁଥିବେ ସାଙ୍ଗମାନେ ଆପଣମାନଙ୍କୁ ରିକ୍ୱେଷ୍ଟ, ଏ ଢଗ ପ୍ରଶ୍ନଟି ବହୁତ ମଜାଦାର ଅଛି। ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭିଡ଼ିଓର ମଜା ନିଅନ୍ତୁ। ସାଙ୍ଗମାନେ, ଭାଉଜଙ୍କୁ ଆଜି ମୁଁ ଦୁଇଟି ପ୍ରଶ୍ନ ପଚାରିବି। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ, ଭିଡ଼ିଓର ମଜା ନିଅନ୍ତୁ। ଦେଖନ୍ତୁ, କ'ଣ କାମ ସରିଲା ନା ନାହିଁ? ଆସ ଢଗ ଧମାଲ ପ୍ରଶ୍ନର ଉତ୍ତର ଦେଇଦିଅ। ଆଜି ସାଙ୍ଗମାନେ ଆପଣମାନଙ୍କ ମନୋରଞ୍ଜନ ପାଇଁ ସୁନ୍ଦର ଢଗ ପ୍ରଶ୍ନ ଦୁଇଟି ରଖିଛି। ତାହେଲେ ମୁଁ ଷ୍ଟାର୍ଟ କରିବି। ଭଲ କି ଶୁଣ, ତାକୁ ରଖ ଏବେ। କହିଲ ଦେଖି, ଆଗରେ ଗୋଡ଼ ପଛରେ ଗୋଡ଼, ଚାଲିଲେ ଶୁଭେ ଫଡ଼ ଫଡ଼, ଦଉଡ଼େ ତେଲ ପିଇ, କାନ ମୁଠାକୁ ଧରିଲେ ପଳେ ଘାଇଁ ଘାଇଁ। ତାହା କ'ଣ ସାଙ୍ଗମାନେ? ସାଙ୍ଗମାନେ ଭାଉଜ କହୁଛନ୍ତି ଏ ପ୍ରଶ୍ନର ଉତ୍ତର ଜଣା। ଆପଣମାନେ ଦେଖନ୍ତୁ, ଭିଡ଼ିଓର ମଜା ନିଅନ୍ତୁ। ଆପଣମାନେ କୁହନ୍ତୁ ସାଙ୍ଗମାନେ, ଭାଉଜ ଜାଣିଛନ୍ତି କିନ୍ତୁ କହିବେ ନାହିଁ, କାରଣ ପ୍ରଶ୍ନଟି ଭାଉଜଙ୍କ ପାଇଁ ସାଦା ହୋଇଗଲା। ଆଗରେ ଗୋଡ଼ ପଛରେ ଗୋଡ଼, ଚାଲିଲେ ଶୁଭେ ଫଡ଼ ଫଡ଼, ଦଉଡ଼େ ତେଲ ପିଇ, କାନ ମୁଠାକୁ ଧରିଲେ ପଳେ ଘାଇଁ ଘାଇଁ। ସାଙ୍ଗମାନେ, ଆମେ ଆଶା କରୁ ଏ ଢଗ ପ୍ରଶ୍ନର ଉତ୍ତରଟି ଆପଣମାନେ ନିଶ୍ଚିନ୍ତ ପାଇବେ ଏବଂ କମେଣ୍ଟ ବକ୍ସରେ ଦେବେ। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଆପଣମାନେ ଆମ ଭିଡ଼ିଓକୁ ତ ସବୁବେଳେ ଦେଖୁଛନ୍ତି, ୱାଚ୍ କରୁଛନ୍ତି, ଆମେ ଜାଣୁ। ପ୍ଲିଜ୍ କମେଣ୍ଟଟି ଦେଉନାହାନ୍ତି ସାଙ୍ଗମାନେ। ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବନି ସାଙ୍ଗମାନେ। ଭାଇ ଭାଉଜଙ୍କ ପାଇଁ ଏତିକି ଟିକେ ଆପଣମାନେ ସାହାଯ୍ୟ କରନ୍ତୁ, ଗୋଟେ କମେଣ୍ଟ ଲେଖନ୍ତୁ। ଆପଣମାନେ ଯାହା ଜାଣିଛନ୍ତି ସାଙ୍ଗମାନେ ଗୋଟେ କମେଣ୍ଟରେ ଲେଖି ଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ। ଭାଉଜ କ'ଣ କହୁଛନ୍ତି, ଉତ୍ତରଟି କ'ଣ ହେଲା ଦେଇପାରିବନି? ସାଙ୍ଗମାନେ, ଆଜିର ଢଗଧମା ପ୍ରଶ୍ନ ବହୁତ ସୁନ୍ଦର ଅଛି। ଆପଣମାନେ ଉତ୍ତରଟି ଦେଇଦେବେ ବୋଲି ଆଶା ଓ ବିଶ୍ୱାସ ରଖିଛି। ଏଇଭଳି ମଜାଦାର ଢଗଧମାଲ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆଶା ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଭାଉଜ ଏବେ ବସିବେ ତ ଟାଣି ଉଠି, କ'ଣ କରିବ ଦେଖନ୍ତୁ ସାଙ୍ଗମାନେ। ଏ ପ୍ରଶ୍ନର ଉତ୍ତରଟି ଆପଣମାନେ ନିହାତି କମେଣ୍ଟ ବକ୍ସରେ ଲେଖନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ। ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି, ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ସେୟାର କରିଦିଅନ୍ତୁ। ଆପଣମାନଙ୍କ ପରିଜନଙ୍କ ପାଖକୁ ମଧ୍ୟ ଭିଡ଼ିଓଟି ସେୟାର କରିଦିଅନ୍ତୁ। ଦେଖନ୍ତୁ, ଭାଉଜ ଏବେ ବସିବେ। ତାହେଲେ ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନ ଉତ୍ତରଟି ଆମେ ଆଶା କରୁ ଏଟା ସାଧା ଥିଲା, କିନ୍ତୁ କମେଣ୍ଟ ଆପଣମାନେ ଦେଲା ପରେ ଆମେ ଜାଣିପାରିବୁ ଆପଣମାନେ ହିଁ ଆମ ପ୍ରଶ୍ନର ଉତ୍ତରଟି ନିଶ୍ଚିନ୍ତ ଦେଇଛନ୍ତି, କିନ୍ତୁ ସଠିକ୍ ଦେଇଛନ୍ତି ବୋଲି ଆମେ ଜାଣିପାରିବୁ। କିନ୍ତୁ ସାଙ୍ଗମାନଙ୍କ ପାଇଁ, କାରଣ ଏଟା ଟିକେ ସାଧା ଅଛି। ଭାଉଜ ଜାଣିପାରିଲେ ଫଟ୍ କିନା ଧରିନେଲେ, ଆଉ ସେଇଟା କ'ଣ ହେବ ଜାଣିଛନ୍ତି କିନ୍ତୁ କହିବେ ନାହିଁ। ସାଙ୍ଗମାନେ, ଆପଣମାନେ କ'ଣ କହିବେନି? ନିଶ୍ଚିନ୍ତ କହିବେ। ତାହେଲେ ସାଙ୍ଗମାନେ, ପ୍ରଥମ ଢଗ ଧମାଲ ପ୍ରଶ୍ନଟି ସରିଗଲା। ଆଶା ଆମେ ଦେଖିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ସାଙ୍ଗମାନେ, ସେକେଣ୍ଡ ଢଗ ପ୍ରଶ୍ନଟି ରଖିବା ଭାଉଜଙ୍କ ପାଇଁ। ସୁନ୍ଦର ଢଗ ପ୍ରଶ୍ନଟି। ଭାଉଜ ଯଦି ନ କହିପାରିଲେ ଆପଣମାନେ ହିଁ ଲେଖିଦିଅନ୍ତୁ। ତାହେଲେ ପ୍ରଥମ ଢଗ ପ୍ରଶ୍ନ ସରିଯାଇଛି। ଆଶା ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନକୁ। ସେକେଣ୍ଡ ଢଗ ପ୍ରଶ୍ନଟି ହେଲା, ଘର ତିଆରି କରେ କିନ୍ତୁ ଘର ମାଲିକ ନୁହେଁ। ସେ ଘର ତିଆରି କରେ କିନ୍ତୁ ସେ ଘର ମାଲିକ ନୁହେଁ। ଜାଲ ବିଛାଏ କିନ୍ତୁ ମାଛ ଧରେ ନାହିଁ। ଶିକାର ପାଇଁ ସେ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଏ। ସେ କିଏ? ସାଙ୍ଗମାନେ, ଭାଉଜ ଏବେ କହିବ ଏ ପ୍ରଶ୍ନର ଉତ୍ତରଟି ମୁଁ ଜାଣିନାହିଁ, ଆପଣମାନେ ମୋତେ ସାହାଯ୍ୟ କରିଦିଅନ୍ତୁ।
ଆଉ ଥରେ ନହେଲେ ପଚାରିଲ କହିବେ କ'ଣ କହିବ କ'ଣ କୁହ କ'ଣ କହିବ ତମେ ତ କହିଲ ଆଉ ଥରେ ମୁଁ କହିଦେବି କହୁନା ଆଉ ଥରେ ପଚାର ସାଙ୍ଗମାନେ ମୁଁ ଆଉ ଥରେ ମଧ୍ୟ କହିଦେଉଛି ଭାଉଜଙ୍କୁ ଭଲ ଭାବରେ ଆପଣମାନେ ଶୁଣି ନିଅନ୍ତୁ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ କାରଣ ଆପଣମାନଙ୍କ ପାଇଁ ଆମେ କମେଣ୍ଟ ବକ୍ସଟି ଖୋଲା ରଖିଛୁ ବନ୍ଦ ହେଇଗଲା ଅଧାରୁ। ଦେଖନ୍ତୁ ସାଙ୍ଗମାନେ ଘର ତିଆରି କରେ କିନ୍ତୁ ଘର ମାଲିକ ନୁହେଁ ଜାଲ ବିଛାଏ କିନ୍ତୁ ମାଛ ଧରେ ନାହିଁ ଶିକାର ପାଇଁ ସେ ସବୁବେଳେ ପ୍ରସ୍ତୁତ ହୋଇ ରହେ ତାହା କ'ଣ ସାଙ୍ଗମାନେ ଭାଉଜ ଏ ପ୍ରଶ୍ନର ଉତ୍ତର ଜାଣିନାହାନ୍ତି ଏ ଟିକେ କଷ୍ଟ ଅଛି ଏଇଟା ମୁଁ ଯୋଉଟା ଭାବୁଛି ସେଇଟା ଆପଣମାନେ ମୁଁ କହିପାରିବିନି। ଲେଖି ଦିଅନ୍ତୁ ଆଜିର ଢଗ ଧମାଲ ପ୍ରଶ୍ନଟି ବହୁତ ସୁନ୍ଦର ହେଇଗଲା ସାଙ୍ଗମାନେ ଜବାନ ହୁଁ, ଜବାନ ସିଏ କ'ଣ ଜବାନ ମାନେ ଜବାନ ଏ ଯୋଉ ବୋର୍ଡରରେ ଯାଆନ୍ତି ଯେଉଁ ଜବାନ କ'ଣ କେମିତି ହେଲା ସେ ବୁଝାନ୍ତୁ ମାନେ ସିଏ ଘର ତିଆରି କରେ ସେ ଘରର ମାଲିକ ନୁହଁ ମାନେ ଜବାନ ମାନେ ଘର ତିଆରି କରି ଲୁଚିକି ରହନ୍ତି ଜାଲ ବିଛାନ୍ତି ଯୋଉ ଆସନ୍ତି କିଏ ସେ ଆତଙ୍କବାଦୀ ଆସନ୍ତି ଆଉ ଶିକାର ମାନେ କରିବା ପାଇଁ ପୁରା ପ୍ରସ୍ତୁତ ରୁହନ୍ତି ସବୁବେଳେ କିଏ ସାଙ୍ଗମାନେ ଭାଉଜ କହୁଛନ୍ତି ଯେଉଁ ଆମ ଆର୍ମି ହେଉ ଡିଫେନ୍ସ ଯେଉଁ ଯବାନମାନେ ହେଲେ କିନ୍ତୁ ସାଙ୍ଗମାନେ ଆପଣମାନେ କୁହନ୍ତୁ ଭାଉଜଙ୍କ ଇଚ୍ଛା ଯାହା ହେଲା ସେମିତି ଆପଣମାନେ ଭାବି ନିଅନ୍ତୁ ଉତ୍ତରଟି କ'ଣ ହୋଇପାରେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ତମେ ଯାହା କହିଲ ସାଙ୍ଗମାନେ ଶୁଣିଲେ ସାଙ୍ଗମାନେ କମେଣ୍ଟ ବକ୍ସରେ ଲେଖିବେ ଭାଉଜ ଠିକ୍ କହିଛନ୍ତି କି ନାହିଁ ସାଙ୍ଗମାନେ ଏଇଭଳି ଢଗ ଧମାଲ ପ୍ରଶ୍ନ ଶୁଣନ୍ତୁ ମଜା ନିଅନ୍ତୁ ଆସାମେ ଦେଖିବା ଭାଇ ଭାଉଜଙ୍କ ପାଖରୁ ଏଇଭଳି ସୁନ୍ଦର ସୁନ୍ଦର ମଜାଦାର ଢଗ ଧମାଲ ପ୍ରଶ୍ନ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ ଆପଣଙ୍କ ମାନେ କ'ଣ ଆନ୍ସରକୁ ଆମେ ଅପେକ୍ଷାରେ ରହିଲୁ ତାହେଲେ ସାଙ୍ଗମାନେ ଆପଣମାନେ ଆମକୁ ସପୋର୍ଟ କରିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଟିକେ ଭାଉଜ ପାଖକୁ ପଳେଇବା ଭାଉଜ କେତେ ଧନ୍ୟବାଦ ଆପଣମାନଙ୍କୁ ଦେଉଛନ୍ତି ଶୁଣିଦେବା ଏତେ ଧନ୍ୟବାଦ କିନ୍ତୁ ସାଙ୍ଗମାନେ ସପୋର୍ଟ କରୁଛନ୍ତି ତ କମେଣ୍ଟ ଆସୁଛି ଏବେ ନା ବହୁତ ସାଙ୍ଗମାନେ ବହୁତ କମେଣ୍ଟ ଆସୁଛି ଭାଉଜ ବି ଖୁସି ହେଉଛନ୍ତି କରୁଛନ୍ତି ସାଙ୍ଗମାନେ ଯେଉଁମାନେ ଦେଖୁଛନ୍ତି ଯେଉଁମାନେ ସବସ୍କ୍ରାଇବ୍ କରିଛନ୍ତି ସେମାନେ ଆଉ କ'ଣ କରିବେ ଯେଉଁମାନେ ସାଙ୍ଗମାନେ ନୂଆ ଆସି ଯାଇଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଆମେ ଡେଲି ଅପଲୋଡ଼ କରୁଛୁ ଆପଣମାନେ ଦେଖିବାର ସୁଯୋଗ ପାଇବେ ଏଥିରେ ଅନେକ କିଛି ଶିଖିବାର ଅଛି ଜେନେରାଲ ନଲେଜ ସହିତ ଆଧାରିତ ଅନେକ କିଛି ଅଛି ସାଙ୍ଗମାନେ ତାହେଲେ ସାଙ୍ଗମାନେ ତାହେଲେ ସାଙ୍ଗମାନେ ଆପଣମାନେ ଆମକୁ ସପୋର୍ଟ କରିଥିବାରୁ ଧନ୍ୟବାଦ ଜଣାଇ ଆମେ ଏବେ ରଖିବୁ କାରଣ ସମୟ ହେଇ ଆସିଲାଣି ନା କ'ଣ ଆଉ କିଛି କହିବ ଆଉ ଭାଉଜ କ'ଣ କିଛି କହିବେ ଭାଉଜ କ'ଣ କହିବେ କିଛି କହିବନି ଏତିକିରେ ରହିଗଲା ଭାଉଜ ଏତିକିରେ ରହିଗଲା ଆଉ କହିବେନି ସାଙ୍ଗମାନେ ସାଙ୍ଗମାନେ ଆପଣମାନେ କ'ଣ କିଛି କହିବେ ଯଦି କମେଣ୍ଟ ବକ୍ସରେ ଲେଖିବେ ନା କ'ଣ କହୁଛ ତାହେଲେ ସାଙ୍ଗମାନେ ଆଜି ଆମେ ରହିବୁ କାରଣ ଅନେକ ସମୟ ହେଇଗଲାଣି ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ଆପଣମାନେ ଆମକୁ ସପୋର୍ଟ କରିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ନା କ'ଣ କହୁଛ ତାହେଲେ ଏ ଦୁଇଟି ପ୍ରଶ୍ନ ରହିବ ନା ଆଉ କ'ଣ ପଚାରିବା ଏ ଦୁଇଟି ପ୍ରଶ୍ନ ଥାଉ ତାହେଲେ ସାଙ୍ଗମାନେ ଆଜିର ଏଇ ଦୁଇଟି ପ୍ରଶ୍ନରେ ଆମେ ରହୁଛୁ ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ ଜୟ ଜଗନ୍ନାଥ ନମସ୍କାର।